ଆମେ ମଣିଷକୁ ଅସ୍ପୃଶ୍ୟ ବୋଲି କହୁଛୁ। ଆମେ ମଣିଷକୁ ଛୁଇଁଲେ କି ତା ହାତରୁ ଖାଇଲେ ଆମେ ପାପ ବୋଲି। ଏହା ହେଉଛି ଏକ ମାନସିକ ବ୍ୟାଧି। ପ୍ରକୃତରେ ଯଦି ଆମର ପୂର୍ବ କାଳରେ ଯଦି କୁହାଯାଇଥାନ୍ତା ଯେ ବ୍ରାହ୍ମଣକୁ ଛୁଇଁଲେ ପାପ ହବ, ସେ କଥାଟା ଆଜି ମଧ୍ୟ ଥାନ୍ତା ଯେ ଆମେ ବ୍ରାହ୍ମଣକୁ ଛୁଇଁବା ନାହିଁ, ବ୍ରାହ୍ମଣ ଠାରୁ ଦୂରେଇକି ରହିବା। ଯେତେବେଳେ ଏ ପୃଥିବୀ ମଣିଷ ଭଳି ଏକ ଶ୍ରେଷ୍ଠ ଜୀବକୁ ଯେତେବେଳେ ପ୍ରାପ୍ତ ହେଇଛି, ସେତେବେଳେ ଛୁଆଁ ଅଛୁଆଁ ଇଏ ଶବ୍ଦ ଥିଲା କି? ପ୍ରକୃତରେ ସେତେବେଳେ ମଣିଷ ଖାଇ ଶିଖି ନଥିଲା, ପିନ୍ଧି ଶିଖି ନଥିଲା, କଥା କହି ପାରୁନଥିଲା, ଜଙ୍ଗଲରେ ବୁଲୁଥିଲା। ଜଙ୍ଗଲରେ କାଠକୁ କାଠ ଘଷି ଯେତେବେଳେ ନିଆଁ ବାହାରୁଥିଲା ତାକୁ ଦେଖି ସେ ଡରିକିରି ପଳଉଥିଲା। ଇଏ ଥିଲା ଗୋଟେ ସମୟର କଥା। ତାପରେ ଗୋଟେ ସମୟ ଆସିଲା, ମଣିଷ ଆସ୍ତେ ଆସ୍ତେ କଥା କହିଲା ଏବଂ ପଶୁପକ୍ଷୀଙ୍କର ମାଂସ ତାକୁ ନିଆଁରେ ପକେଇ ପୋଡ଼ି ତାକୁ ଖାଇଲା। ଇଏ ହେଉଛି ଦ୍ୱିତୀୟ ପର୍ଯ୍ୟାୟର କଥା। ତୃତୀୟ ପର୍ଯ୍ୟାୟରେ ମଣିଷ ଚାରୋଟି ଜାତିକୁ ସୃଷ୍ଟି କଲା କେବଳ ସମାଜକୁ ଶୃଙ୍ଖଳିତ କରିବା ପାଇଁ। ସମାଜ ଠିକ ଭାବରେ ଚାଲିବ ସେଥିପାଇଁ ଚାରୋଟି ସମ୍ପ୍ରଦାୟ ବିଭାଗ ସୃଷ୍ଟି କଲା। ଯେଉଁମାନେ ଦେବାର୍ଚନ କରିବେ ସେମାନେ ବ୍ରାହ୍ମଣ, ଯେଉଁମାନେ ଦେଶକୁ ବା ମଣିଷକୁ ରକ୍ଷା କରିବେ, ଜୀବକୁ ରକ୍ଷା କରିବେ ସେମାନେ କ୍ଷତ୍ରିୟ, ଯେଉଁମାନେ ବାଣିଜ୍ୟ କରିବେ ବା ଲୋକଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବେ ସେମାନେ ହେଉଛନ୍ତି ମନୁଷ୍ୟ, ଯେଉଁମାନେ ସେବା କରିବେ ସେମାନେ ହେଉଛନ୍ତି। ଆଜି ସେ ଚାରି ଜାତି ଅଛନ୍ତି। ଆମେ କହୁଛୁ ଏ ଚାରି ଜାତି ମଣିଷକୃତ, ପ୍ରକୃତରେ ମଣିଷକୃତ। ଆକୁ ମଣିଷ ହିଁ କରିଛି। କିନ୍ତୁ ଏ ଚାରୋଟି ଜାତି ବିନା ପୃଥିବୀର କୌଣସି ଦେଶ ରହିପାରିବ। ଖାଲି ହିନ୍ଦୁ ସମାଜରେ ଯେ ଏ ଚାରୋଟି ଜାତି ଅଛି, ଆଉ କେଉଁଠି ନାହିଁ, ଏଭଳି ଭାବିଲା ଉଚିତ। ଯେଉଁମାନେ ସେଇ ପରମାତ୍ମା ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି, ଆମେ ମନ୍ଦିରରେ କରୁଛୁ, କିଏ ମସଜିଦରେ କରୁଛନ୍ତି, କିଏ ଚର୍ଚ୍ଚରେ କରୁଛନ୍ତି, କିଏ ଗୁରୁଦ୍ୱାରରେ କରୁଛନ୍ତି, ସେଇମାନେ ହେଉଛନ୍ତି ବ୍ରାହ୍ମଣ। ଆଜି ଦେଶର ସୀମାନ୍ତରେ ଯେଉଁମାନେ ଦେଶକୁ ଜଗିଛନ୍ତି ସେଇମାନେ ହେଉଛନ୍ତି କ୍ଷତ୍ରିୟ। ଗୋଟେ ଛୋଟ ଦେଶ ହଉ କି ବଡ଼ ଦେଶ ହଉ, ନିଶ୍ଚିତ ଭାବରେ ସେମାନଙ୍କର ସୈନ୍ୟ ବିଭାଗ ଥିବେ, ପୋଲିସ ବିଭାଗ ଥିବେ, ସେଇମାନେ ହେଉଛନ୍ତି। ଆଉ ଗୋଟେ ବିଭାଗ ହଉଛି ବାଣିଜ୍ୟ। ଆଜି ଶତ୍ରୁ ଦେଶ ହଉ ବା ମିତ୍ର ଦେଶ ହଉ, ସମସ୍ତେ ଆଜି ପରସ୍ପର ଭିତରେ ଦବା ନବା ଏ ବ୍ୟବସାୟ ଆଜି ବି ଚାଲିଛି। ତେଣୁ ସେଇମାନେ ହେଉଛନ୍ତି ବୈଶ୍ୟ। ଏବଂ ଶୂଦ୍ର କିଏ? ଯେଉଁମାନେ ସେବକ,
ଦେଖନ୍ତୁ ମା ହଉଛି ପ୍ରଥମ ସେବକ। ଗୋଟିଏ ସନ୍ତାନର ପ୍ରଥମ ସେବକ କିଏ? ସେ ହଉଛି ମା। ଦେଶକୁ ଯେଉଁମାନେ ଶାସନ କରୁଛନ୍ତି ସେମାନେ ହଉଛନ୍ତି ସେବକ, ରାଷ୍ଟ୍ର ସେବକ। ଯେଉଁମାନେ ଅଳିଆ ଆବର୍ଜନା ଇତ୍ୟାଦି ରହିବା ପରେ ଯେଉଁମାନେ ପରବର୍ତ୍ତୀ ସମୟରେ ଆସିକିରି ପହଞ୍ଚିଛନ୍ତି ରହିବା ପାଇଁ, ତାଙ୍କର ଖାଦ୍ୟ ପେୟ ଏସବୁ ଟିକେ ଅଲଗା ଥିଲା। ଏମାନେ ସେତେବେଳକୁ ଖାଦ୍ୟ ପେୟ ବସ୍ତ୍ର ପିନ୍ଧିବା ଏସବୁ ଏମାନଙ୍କର ପ୍ରାୟ ସମ୍ପୂର୍ଣ୍ଣ ହେଇଯାଇଥିଲା। ଯେଉଁମାନେ ପରବର୍ତ୍ତୀ ସମୟରେ ଆସିଲେ ସେମାନଙ୍କୁ ଗାଁ ମୁଣ୍ଡରେ ରଖାଗଲା, ତାଙ୍କୁ ଛୁଆ ଅଛୁଆଟା ସେଇଠୁ ଆରମ୍ଭ ହେଲା। କିନ୍ତୁ ପ୍ରକୃତରେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଭିତରେ ଈଶ୍ୱରଙ୍କର ସତ୍ତା ରହିଛି। ଖାଲି ମଣିଷ ଭିତରେ ନୁହଁ, ଜୀବଜନ୍ତୁଙ୍କ ଭିତରେ ରହିଛି। ଖାଲି ଜୀବଜନ୍ତୁ ବି ନୁହଁ, ବୃକ୍ଷ ତରୁ ତୃଣ ଲତା ସବୁ ଭିତରେ ସେଇ ଦିବ୍ୟ ସତ୍ତା, ଦିବ୍ୟ ଶକ୍ତି ପରିପୂର୍ଣ୍ଣ ହୋଇଅଛି। ଭିନ୍ନ ଭିନ୍ନ ପ୍ରକାରରେ କ୍ରିୟା କରୁଛି। କାଉ ଭିତରେ ଅଛି ସେ କା ବୋଲିଟା କହୁଛି, କୋଇଲି ଭିତରେ ଅଛି ସେ କୁ ବୋଲି କହୁଛି। କିନ୍ତୁ କା ହଉ କୁ ହଉ ଯାହା ବି ହଉ, ସବୁ ଭିତରେ ଦିବ୍ୟ ସତ୍ତା ବିଦ୍ୟମାନ। ଠାକୁର ଅଭିରାମ ଗୋଟେ ସୁନ୍ଦର କଥା କହିଲେ, ନୃଶଂସ କାର୍ଯ୍ୟ ଯେ କରଇ ସେ କି ଅସ୍ପୃଶ୍ୟ ନୁହେଁ। ଯିଏ ମଣିଷକୁ ମାରୁଛି ନୃଶଂସ, ଯିଏ ଛେଳି ମେଣ୍ଢା କୁକୁଡ଼ା ଏମାନଙ୍କୁ ନୃଶଂସ ଭାବରେ କାଟୁଛି ବା ଆଡ଼ୁଛି, ଆଚ୍ଛା ଆପଣମାନେ ଚିନ୍ତା କଲେ ସେମାନେ ନୃଶଂସ ନୁହଁ। ଆଉ ଯୋଉମାନେ ପରର ସୌଭାଗ୍ୟ ଦେଖିଣ ଯିଏ ଈର୍ଷାନ୍ୱିତ ହୁଏ, ସେ କଣ ଅସ୍ପୃଶ୍ୟ ନୁହେଁ? ଜଣେ କୋଠା କରିଛି, ତାକୁ ଦେଖି ଇଏ ଯେହେତୁ ଚାଳ ଘରେ ଅଛି, ସିଏ କୋଠା କଲା, ସେ ଈର୍ଷାନ୍ୱିତ ହେଉଛି। ଜଣେ ଭଲ ପାଠ ପଢୁଛି, ସିଏ ପଢି ପାରୁନି କିନ୍ତୁ ତାକୁ ଈର୍ଷା କରୁଛି। ଏଇଭଳି ଭାବରେ ଯୋଉ ଈର୍ଷା ଆମ ପାରିବାରିକ ଜୀବନରେ ଆମେ ଏତେ ଈର୍ଷାନ୍ୱିତ ହଉଛୁ, ଆପଣମାନେ ତାକୁ ଅନୁଭବ କରୁ। ଗୋଟିଏ ଭାଇ ଆଉ ଗୋଟିଏ ଭାଇର ସଂସାରର ଭଲକୁ ଦେଖିପାରେ। ତେଣୁ ଯୋଉଠି ଈର୍ଷା ରହିଛି, ଯୋଉଠି ନୃଶଂସ ଭାବ ରହିଛି, ସେଇମାନେ ହଉଛନ୍ତି ପ୍ରକୃତରେ ଆମ ସମାଜରେ ଅସ୍ପୃଶ୍ୟ। ଯେଉଁମାନେ ଈଶ୍ୱର ଉପାସନା କରୁଛନ୍ତି, ପରିଷ୍କାର ପରିଚ୍ଛନ୍ନ ରହୁଛନ୍ତି, ଦେଶ ସମାଜର ସେବା ପାଇଁ ଆଗେଇ ଆସୁଛନ୍ତି, ସେମାନେ କେବେ ହେଲେ ଅସ୍ପୃଶ୍ୟ ନୁହଁ। ସେମାନେ ମଣିଷ, ତାଙ୍କୁ ଆଦର। ତେଣୁ ଏ କଥା ଠାକୁର ଅଭିରାମ କହିଲେ। ବୈକୁଣ୍ଠ କହିଲେ, ଆଉ ଶ୍ୟାମବନ୍ଧୁ ମୁଖ ଚାହାନ୍ତି ନାହିଁ, ଯେବେ ତାହା ସମ ବନ୍ଧୁ ଜଣେ ଆଉ ଶ୍ୟାମ ବନ୍ଧୁ ମୁଖ ଚାହାନ୍ତି, ଯେବେ ତାହା ସମ ବନ୍ଧୁ
ସେ ଶ୍ୟାମବନ୍ଧୁଙ୍କ ମୁଖ ଚାହାନ୍ତିନି। ଯଦି ଆଉ ଜଣେ ତାଙ୍କରି ଭଳିଆ ବନ୍ଧୁ କିଏ ମିଳନ୍ତେ ତାହେଲେ ମୁଁ ତାଙ୍କ ମୁହଁ ଆଉ ଚାହାନ୍ତି। ଜଣେ ଗୋପୀ ଭାବରେ ଜଣେ ଗୋପୀ ଆଉ ଜଣେ ଗୋପୀ କି କହୁଛନ୍ତି, ବୁଝିଲୁ ମୁଁ ସେ ଶ୍ୟାମ ମୁଖ ଚାହାନ୍ତି, ମୁଁ ମାନେ ମତେ ତା ଆଡକୁ ଜମା ଅନାନ୍ତି। ଆଉ ଜଣେ ଯଦି ସେମିତି ବନ୍ଧୁ କିଏ ମିଳନ୍ତି ତାହେଲେ ମୁଁ ସିନା ସେ ବନ୍ଧୁ ପାଶରେ। ଦେଖନ୍ତୁ ସନ୍ଥ ମାନଙ୍କର ଲେଖନୀରେ କିଭଳି ଅମୃତର ଧାରା ପ୍ରବାହିତ। ଠାକୁର ଅଭିରାମଙ୍କ କଥା ତ ଶୁଣିଲେ, ବୈକୁଣ୍ଠଙ୍କ କଥା, ସେଇ କୃଷ୍ଣଙ୍କର କଥା। ମଧୁ କହିଲେ କର୍ମ ଫାସେ ପ୍ରାଣୀ ଛନ୍ଦା ଉବେଇ, କୃଷ୍ଣ ଛନ୍ଦା ପାଦ କାଟିଣ ସେ ଛନ୍ଦ, ଛନ୍ଦି ଥାଏ ଭାବି ଧନ୍ଦା ଉବେଇ। ଏ ଜଗତରେ ସମସ୍ତେ ଆମେ କର୍ମରେ ବନ୍ଧା। କେହି କର୍ମ ନ କରି ଏ ଦୁନିଆରେ ରହିପାରନ୍ତି ନାହିଁ। ଭାଗବତର ସେ ଗୋଟିଏ ପଦ, ମୁଁ ଯେ ସଂସାର ଅଛି ଭଗତ କରି ପାରେ ବନ୍ଦି, ମୁଁ ଯେ ସଂସାର ଅଛି ଭଗତ କରି ପାରେ ବନ୍ଦି। ତେଣୁ ସଜ୍ଜନ କର୍ମରେ ଜଗତ ବନ୍ଧା ହେଇଛି। ଆପଣ ଦେଖନ୍ତୁ ସୂର୍ଯ୍ୟ ଠିକ ଏତିକି ବେଳକୁ ଠିକ ଏତିକି ବେଳକୁ ସେ ବିଭିନ୍ନ ଦେଶରେ ବିଭିନ୍ନ ସମୟ ଅନୁଯାୟୀ ଉଦୟ ହୁଅନ୍ତି, ଅସ୍ତ ହୁଅନ୍ତି, କିନ୍ତୁ ଠିକ ସମୟରେ ଉଦୟ ହୁଅନ୍ତି, ଠିକ ସମୟରେ ଅସ୍ତ ହୁଅନ୍ତି। ମଣିଷ ପ୍ରକୃତରେ ସେଇ ଭାବରେ ଅଛି କି? ଆଜି ଯଦି 9ଟା ବେଳେ ଉଠିଲାଣି, କାଲି 8ଟା ବେଳେ ଉଠିଲା। ତେଣୁ ମଣିଷର ସମୟ ଜ୍ଞାନ ନାହିଁ। ତେବେ ଆମେ ସମସ୍ତେ କର୍ମରେ ବନ୍ଧା। କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ ଏଇଭଳି ଭାବରେ ମଧୁଙ୍କର କଥା, ବାବା ବାୟାଙ୍କର କଥା କହିଲା। ବାବା ବାୟାଙ୍କର ଗୋଟେ ମହାନ କଥା। ଜଣେ ପ୍ରଶ୍ନ ପଚାରୁଛନ୍ତି ପଞ୍ଚମହାଭୂତ କଣ? ବାବା ଉତ୍ତର ଦେଲେ, ଏକରେ ପୃଥିବୀ, ଦୁଇରେ ଆପ ବା ଜଳ, ତିନିରେ ତେଜ ବା ଅଗ୍ନି, ଚାରିରେ ବାୟୁ, ପାଞ୍ଚରେ ଆକାଶ। ପଞ୍ଚଭୂତ ଘେନି ଦେହ ପ୍ରକାଶ। ଭାଗବତ ଲେଖା। ଆମ ମାନଙ୍କର ଶରୀର ଖାଲି ମଣିଷ ନୁହଁ, ପଶୁ ପକ୍ଷୀ ପକ୍ଷୀ ସମସ୍ତଙ୍କ ଶରୀର এই 5ଟି ମହାଭୂତରେ ବା ମହାଭୂତର ଅଂଶରେ ସୃଷ୍ଟି। ଦେଖନ୍ତୁ ପୃଥିବୀ ଯଦି ନଥାନ୍ତା ତାହେଲେ ଆମେ କଣ ଆମେ କଣ ଜନ୍ମ ହେଇପାରିଥାନ୍ତା? ପୃଥିବୀ ଯଦି ନଥାନ୍ତା ଆମେ ଖାଦ୍ୟ କୋଉଠୁ ପାଇଥାନ୍ତୁ, ପାଣି କୋଉଠୁ ପାଇଥାନ୍ତୁ, ପବନ କୋଉଠୁ ପାଇଥାନ୍ତୁ? ପୃଥିବୀ ହଉଛି ପ୍ରକୃତରେ ମା। ଧରିତ୍ରୀ କି କୁହାଯାଇଛି ପ୍ରକୃତରେ ସେ ମା। ଆମେ ମା କହୁଛୁ, ଆଉ କିଏ ବାପା କହୁଛୁ, ସେ ଅଲଗା କଥା। କିଏ ଭୂତ ବୋଲି କହୁଛନ୍ତି କୁହନ୍ତୁ, କିନ୍ତୁ ପୃଥିବୀ ଏଭଳି ଏକ ମା, ତା ଗର୍ଭ ଭିତରେ ସବୁ ସେ ରଖିଛି।
ପୃଥିବୀ ଭିତରେ କୋଇଲା ଅଛି, ଡିଜେଲ ଅଛି, ପେଟ୍ରୋଲ ଅଛି। ସତେ ଯେମିତି ମା, ଆମ ଜନ୍ମଦାତ୍ରୀ ମା ଯେପରି ତା ପିଲାମାନଙ୍କ ପାଇଁ ଖାଦ୍ୟପେୟ ଲୁଚେଇକି ରଖିଥାଏ, କାଳେ କିଏ ଖାଇଦବ କି? ପୁଅ କି ଝିଅ ଦୌଡ଼ିକି ଆସିଲେ କହିଲେ ତୁ ଆଳୁ ଚପଟା ଖାଇଦେ କି ବରାଟା ଖାଇଦେ। ଠିକ ସେଇଭଳି ପୃଥିବୀ ହଉଛି ଗୋଟିଏ ମା, ତା କୋଳରେ ସେ ଲୁଚେଇକିରି ରଖିଛି ଅନେକ କଥା। ସୁନା ରୂପା ଠାରୁ ଆରମ୍ଭ କରି ସବୁ କିଛି ତା ଗର୍ଭ ଭିତରେ ସେ ଲୁଚେଇକିରି। ଆଜି ପୃଥିବୀ ଅଶାନ୍ତ, କାରଣ କଣ? ଆମେ ପୃଥିବୀକୁ ମା ବୋଲି କେହି ଭାବୁନାହୁଁ। ପୃଥିବୀରେ ଆମେ ଅତ୍ୟାଚାର କରିଥାଉ, ନୃଶଂସ ଅତ୍ୟାଚାର କରୁ। ଗୋଟିଏ ଗୋଟିଏ ଲୋକ, ଏବେ ଗୋଟିଏ କଥା ଟିଭି ପରଦାରେ ଆମେ ଦେଖିଲୁ, ଏଇ ବର୍ଷେ 2 ବର୍ଷ ତଳେ ଜଣେ ବ୍ୟକ୍ତି, ଗୋଟିଏ ମା ତା ନିଜ ସ୍ତ୍ରୀକୁ ଆଉ ତା ଝିଅକୁ ସେ ଗାଡି ଚଢେଇକି ମାରି। ଇଏ କଣ ପିତୃତ୍ୱ ନା ଇଏ କଣ ମାତୃତ୍ୱ? ଇଏ ନୃଶଂସ ଲୋକମାନେ ଏଇଭଳି କାର୍ଯ୍ୟ କର। ତେଣୁ ଆଜି ପୃଥିବୀ ମା କାନ୍ଦୁଛି, ତାକୁ ଶାନ୍ତି ଦିଅ। ତା ଗର୍ଭରେ ସେ ଜଙ୍ଗଲ ସୃଷ୍ଟି କରିଥିଲା, ଆମେ ଜଙ୍ଗଲକୁ କାଟିଦେଲୁ। କେତେ ସୁନ୍ଦର ସୁନ୍ଦର ଫୁଲ, ତାର ବାସ, ତାର ମହୁ କିଏ ସୃଷ୍ଟି କରିଛି? ମଣିଷ। କିନ୍ତୁ ତାକୁ ଆମେ କାଟି ପକାଉ। ଚନ୍ଦନ କାଠ, ସିଏ ଜଙ୍ଗଲ ଆଉ ନାହିଁ। ଆପଣ ଦେଖନ୍ତୁ, ଆମ୍ବଟିଏ, ପଣସଟିଏ, କିମ୍ବା ସପୁରୀଟିଏ, କି ଜାମୁଡୋଳଟିଏ, ଜାମୁ କୋଳିଟିଏ, କେତେ ଆତ ଗୋଟିଏ, ନେଉଆ ଗୋଟିଏ, କେତେ ସୁନ୍ଦର ସୁନ୍ଦର ଫଳ କିଏ ସୃଷ୍ଟି କରିଛି? ପ୍ରକୃତି ମା ସୃଷ୍ଟି କରିଛି ପୃଥିବୀ କୋଳରେ। ଆଜି ପୃଥିବୀ କାନ୍ଦୁଛି, ସେ କହୁଛି ଫେରି ଆସ, ଭଲ ମଣିଷ ହୁଅ, ନହେଲେ କରୋନା ପରେ ଓମିକ୍ରନ ଆସୁଛି, ଓମିକ୍ରନ ପରେ ଆଉ ଗୋଟେ କଣ ଆସିବ। ତେଣୁ ଭୁଲ ବାଟରେ ଯାଅନି। ତେଣୁ ମଣିଷକୁ ସେ ସତର୍କ କରୁଛି। ତମକୁ ତ କେହି ସତର୍କ କରିପାରିଲେ ନାହିଁ। ତେଣୁ ବର୍ତ୍ତମାନ ଅଦୃଶ୍ୟ ଭୂତାଣୁ ରୂପରେ ସେଇ ମହାମାୟା, ଯୋଗ ମାୟା, ସେ ଆମକୁ ଶାସନ କରୁଛନ୍ତି, ଯେମିତି କାନ ଧରି ବାପା ଶାସନ କରେ। ତଥାପି ମଣିଷ ସେଇ ଭୁଲ କରି ଚାଲିଛି। ଆଉ ଆଚ୍ଛା, ଆଜି ଆପ କହିଲେ ଜଳ, ଜଳ ଆଜି ପ୍ରଦୂଷଣ। ଗଙ୍ଗା ସଫେଇ ଚାଲିଛି, କାହିଁକି? ତାକୁ ଅଳିଆ କଲା କିଏ? ଆମେ ଅଳିଆ କରୁ। ଆଜି ଯମୁନା ନଦୀ ସଫେଇ ଚାଲିଛି, ତାକୁ ଏତେ ଅପରିଷ୍କାର କିଏ କଲା? ମଣିଷ କରିଛି। ଆଜି ନଦୀ ଜଳ ଗୁଡିକ ସବୁ ଅପରିଷ୍କାର, ତାକୁ କିଏ କରିଛି? ତାକୁ ବି ମଣିଷ କରିଛି। ସେଇ ଜଳରେ ଗାଧଉଛି, ସେଇ ଜଳକୁ ପିଉଛି, ସେଇ ଜଳରେ ରୋଷେଇ କରୁଛି, ସେ ଜଳକୁ ଦୁର୍ଗନ୍ଧ କରୁଛି ମଣିଷ। ତେଣୁ ବେମାରୀ ହବନି। ତେଣୁ କରୋନା ବେମାରୀ ହବନି। ଆମେ ପୁରା ପ୍ରଦୂଷିତ ଜଳକୁ ବ୍ୟବହାର କରୁଛୁ, ବାୟୁ ଯାହାକୁ ଆମେ ନିଶ୍ୱାସ କରୁଛୁ। ଆମେ ଗୋଟେ ଭଲ ପରିବେଶରେ ରହିଲେ ସେଟା ଶୁଦ୍ଧ ବାୟୁ ନିଶ୍ୱାସ ପ୍ରଶ୍ୱାସରେ ଗଲେ ଆମ ଦେହ ଭଲ ରହିବ। କିନ୍ତୁ ଆମେ ବାୟୁକୁ ଆଜି ପ୍ରଦୂଷଣ କରୁଛୁ। ତେଣୁ
सबु प्रदूषण वायु प्रदूषण आकाश शून्य आज शून्य भितर लक्ष लक्ष भूताणु घूरी बुलुचंती तार कारण कौन आकु करिछि किए सबु करिछि मनीष फेरी आस समस्ते पुरी आमे भल जीवन गठन करिबा मद्य पी माताल होई नृशंस कार्य करुछि किए बाघ तो मूलु ईर्षुक जीव थिला मनीष कोन सेया थिला मनीष सज्जन गुरु कृपा ही केवल काली गोटे सत्संग अनुष्ठित होता गोटे लक्ष्मी माँ ता घरे सत्संग अनुष्ठित होता जड़े रविशंकर शिष्य सेठी बसी आमे जेतबेले गाइलु हे गुरु तुमे मंगलमय मुक्ति जेतेबेले से आमे गाइलु सी भी पार्टी बाकू बाकू करी गाइले सी होउचंती जगतसिंहपुर जिलार शिव लेंकांकर कनिष्ठ पुत्र आमे कहू आपण कौन भल तो गीत गुड़िक बोलिले आम सागर पाली धरले कही उठिले मु जेतबेले मो गुरु को पूजा करे सेतबेले एई गीतटी को मु सबुदिन पढ़े मते खुशी लागिला बढ़िया लिखिथिबा गीत जड़े पढ़ुची आउ जड़े गुरुंक पाखरे ये हूँ मोर भाग सौभाग्य आउ केतक अच्छा दंडा बाड़ुका भया दंडा बाड़ुका था सी मो नाटा काले पड़ो शेष पद्धति कौन बलिया पादे चिंतन शेष पद बलिया शब्दटा माने बलिया शब्दटी केड़े सुंदर शब्द सी जगन्नाथ बलदेवंकर शब्द सी बलिया ना को धरिया को चाहूना पुणी पाद को चिंता करुची ताकू भी सी पड़ूना काले बलिया ना धरले आम गुरु तलकू चली तेणु सज्जन यही भाया संकीर्णता को नहीं यही माने होउचंती अस्पृश्य यही माने समाज तेणु काली रविशंकर जड़े ऑर्गेनाइजर सेवक तापस बाबू थिले पाखरे आउ जड़े गुरु भाई थिले आउ केतक माँ माने थिले काली समस्ते ताली मारी बड़ियार कीर्तन को शुणुले बड़ियार कथा को शुणुले यही भाव जदि फेरी आसंता ताले माँ धरित्री हसंता तेणु सज्जन कथाटी रखा स्पर्श अस्पर्श अस्पृश्य यही जो भावना मन भीतर अच्छी टिके विचार करंतु प्रकृत में जहाँ महापुरुष माने कहिसंती ठीक किंबा आउ वायु प्रदूषण पृथ्वी प्रदूषण आज सबु प्रदूषण नामाचार्य बाया बाबा कथा को मन पका ये कथा को रखा। हे गुरु तुमे मंगल